अब केही ଆଉ नेता କଣ କରିବୁ ସରକାରଙ୍କଠୁ ଯେତେବେଳେ ଭରସା ତୁଟିଯିବ, ଧରନ୍ତୁ ଯଦି ସରକାର କିଛି କଲେନି, ସରକାରଙ୍କଠୁ ଭରସା ତୁଟିଯିବ, ଆମେ କାହିଁ ଆଉ ଅପେକ୍ଷାରେ ରହିବୁ? କାହିଁ ଆଉ ସରକାରଙ୍କୁ ମାନେ ତାକୁ ଏତେ ଏତେ ଦିନ ମାନେ ଗୋଟେ 3 ଦିନ ହେଲାଣି କାଲିଠୁ ଆମକୁ ଲୋକ ବି ମାନେ ପବ୍ଲିକ ବି ଦରକାର ପଡ଼ିଲେ ଆମକୁ ବିରୋଧ କରିବା ଆରମ୍ଭ କରିବେ, ତମେ କାହିଁ ଏତେ 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 ଦିନ କରିବ ବୋଲିକି। ନିହାତି ଭାବରେ ଇଏ ଆମେ ସ୍ୱାଭାବିକ ବର୍ତ୍ତମାନ କଥା। ନ୍ୟାୟ ପାଇବୁ କେମିତି ଆଜ୍ଞା? ସାର୍ ଯୋଉ ବର୍ତ୍ତମାନ ସମୟରେ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଛନ୍ତି, କଣ କହିବେ ଏ ସମ୍ପର୍କରେ? ଆନ୍ଦୋଳନ ତ ଆମେ ଆମର କିଛି ଦାବିକୁ ନେଇକି କରିଛୁ ଭାବରେ, ଆଉ ବେଶୀ କିଛି କାହାକୁ ହଇରାଣ ନ କରିକି ଆମେ ଆମ ବାଟରେ ଶୃଙ୍ଖଳାର ସହିତ ଷ୍ଟେରିଂ ଛାଡି ବସିଛୁ। ହୁଁ ତ ଆଜି ତୃତୀୟ ଦିନରେ ପହଞ୍ଚିଲା। କଣ ଆପଣଙ୍କର ଦାବି କଣ ଅଛି? ଆମର ଦାବି ଅଛି ଆଜ୍ଞା, ପ୍ରଥମ ଦାବି ହଉଛି ଅଟୋ ଡ୍ରାଇଭରକୁ ଡ୍ରାଇଭର ୱେଲଫେୟାର ବୋର୍ଡରେ ସାମିଲ କରାଯାଉ। ଆଜ୍ଞା ଏବଂ ଦ୍ୱିତୀୟ ଦାବି ହଉଛି 60 ବର୍ଷ ପରେ ଯେତେବେଳେ ଲାଇସେନ୍ସ କ୍ୟାନସେଲ କରିଦିଆଯାଉଛି, ସେ ସମୟରେ ମାନେ ଡ୍ରାଇଭରଟି ଆଉ କିଛି କରିପାରୁନି, କିଛି ମାନେ 60 ବର୍ଷ ପରେ ବହୁତ ସମସ୍ୟା ଦେଖା ଆସୁଛି, ଆଜ୍ଞା ଯାହାଦ୍ୱାରା କି ତାକୁ ଏକ ଭତ୍ତାର ବ୍ୟବସ୍ଥା ପାଇଁ, ସ୍ୱତନ୍ତ୍ର ଭତ୍ତାର ବ୍ୟବସ୍ଥା ପାଇଁ ଅନୁରୋଧ କରାଯାଇଥିଲା। ରାସ୍ତା କଡରେ ପାର୍କିଂ 100 କିଲୋମିଟର ଅନ୍ତରରେ ପାର୍କିଂ ଏବଂ ଶୌଚାଳୟର ବ୍ୟବସ୍ଥା ପାଇଁ ଗୋଟେ ଦାବି ଅଛି। ଡ୍ରାଇଭର ଭାଇ ମାନଙ୍କୁ ଯୋଉଠି ଯିଏ ପାରିଲା ସେଇଠି ବାଡିଆ ବାଡି କରୁଛି, ମାରପିଟ କରୁଛନ୍ତି। ବେଳେ ବେଳେ ଡ୍ରାଇଭର ମାନେ ଭୁଲ କରୁଛନ୍ତି, ବେଳେ ବେଳେ ଭୁଲ ନ କରିଥିଲେ ମଧ୍ୟ ମାଡ ଖାଉଛନ୍ତି, ମାଡ ମାରି ବି ଦଉଛନ୍ତି। ତ ତାଙ୍କ ପାଇଁ କିଛି ଗୋଟେ ଆଇନ ରେ ଆଣା ଯାଉଛି, ଯାହା ଦ୍ୱାରା କି ଲୋକ ଟିକେ ମାନେ ଗୋଟେ କେସ ଟେ ରହିଲେ ଟିକେ ବାଡିଆ ବାଡି କରିବେନି। ଆମେ ଆଇନକୁ ସାମ୍ନା କରିବା ପାଇଁ ମାନେ ଅଛୁ, ଆଇନ ଯାହା ଦଣ୍ଡ ଦବ ହୁଁ ସେଟାକୁ ମାନବୁ ବରଂ, କିନ୍ତୁ ବାଡେଇକି ମାରିଦେଲେ ସେ ତାର ଜଜ କେହି ନାହାନ୍ତି। ଆଚ୍ଛା, ତେଣୁକରି ଏମିତି କିଛି ଦାବିକୁ ନେଇକି ଆମେ ବସିଛୁ। ମାନେ ସବୁ ଏଇ ସବୁ ଦାବି ଆପଣଙ୍କର ଅଛି, ମାନେ ଗୋଟେ ଆଜ୍ଞା ଆଜ୍ଞା। ସିଷ୍ଟମେଟିକ ଯେମିତି ଆପଣଙ୍କ ସହିତ ସବୁ କିଛି ଗୋଟେ କଣ ଆପଣ ଯୋଉ ଦାବି ସବୁ ରଖିଛନ୍ତି, କିଛି ଦାବି ପୂରଣ ହେଇଛି ନା ଏଯାଏଁ କିଛି ହେଇନି? ମନ୍ତ୍ରୀ ମହୋଦୟ ଗତକାଲି ଏଇ ପର ଦିନ ଯୋଉ ଆଲୋଚନା ହେଲା, ଏ ସମସ୍ତ ଦାବି ଆମେ ପୂରଣ କରିବୁ ବୋଲି କହିଲେ, ହୁଁ କିନ୍ତୁ ତାର କିଛି ଗୋଟେ ଲିଖିତ ହିସାବରେ ବା ଆମକୁ ଡ୍ରାଇଭର ଭାଇ ମାନଙ୍କୁ ଗୋଟେ ବିଶ୍ୱାସ ହେଲା ଭଳିଆ କିଛି ମାନେ ଗୋଟେ ଦେଖାଗଲାନି। ତେଣୁକରି ଆନ୍ଦୋଳନ ବର୍ତ୍ତମାନ ମଧ୍ୟ ଜାରି ଅଛି। ଇଏ କେତେ ଦିନ ଆଉ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ଏଇଟା ରହିବ? ଆଉ କେତେ ଦିନ ଆଉ ଅନିର୍ଦ୍ଦିଷ୍ଟ? ଓଡିଶା ବାସୀକୁ କେତେ ଆଉ ହଇରାଣ କରୁ ଦେଖିବୁ। ସରକାର ନ ଶୁଣିବେ, ଯଦି ନ ଶୁଣିବେ ପୁଣି ଆମେ ଅଲଗା ରାସ୍ତା ବି ଦେଖିବୁ, ଆଉ ନହେଲେ ଦିନେ 2 ଦିନ ଆଉ କରିବୁ ବୋଲେ କରିବୁ, ଆଉ ଗୋଟେ ଆଶାରେ ବସିଛୁ। ଆଚ୍ଛା, ତେବେ ଇଏ ସବୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରହିବ ଆପଣଙ୍କର ମାନେ ଏଇ ଯୋଉ ଧାରଣାରେ ନାଇଁ ବସିବା? ଆଉ ଅନିର୍ଦ୍ଦିଷ୍ଟ କାଳ ଆଉ କରିବୁନି, କମେଇଦବୁ, ଡେଟ୍ କମେଇଦବୁ। ଯଦି ସରକାର ନ ବୁଝିବେ କଣ ଆଉ ନ ରାସ୍ତା ବୁଝିଲେ ବି ଅଛି? ଛାଡିକି ପଳେଇଛୁ, ନ ବୁଝିଲେ ବି ଯିବୁ। ଆଉ କୋଉଠିକି ଯିବେ? ନ ବୁଝିଲେ ବି ତାପରେ ଯିବୁ, ଆମେ କଣ କରିବୁ ସେଟା ପରବର୍ତ୍ତୀ ମୁହୂର୍ତ୍ତରେ ସେଟା ଜଣେଇବୁ ଆଉ। ଆପଣ ମାନେ କଣ ଦିନ ରାତି ସେଇଠି ବସୁଛନ୍ତି ନା? ହଁ ଆଜ୍ଞା, ଦିନ ରାତି ବସିଛୁ। କେହି ଆଉ ନେତା କଣ କରିବୁ? ସରକାରଙ୍କଠୁ ଯେତେବେଳେ ଭରସା ତୁଟିଯିବ, ଧରନ୍ତୁ ଯଦି ସରକାର କିଛି କଲେନି, ସରକାରଙ୍କଠୁ ଭରସା ତୁଟିଯିବ, ଆମେ କାହିଁ ଆଉ ଅପେକ୍ଷାରେ ରହିବୁ? କାହିଁ ଆଉ ସରକାରଙ୍କୁ ମାନେ ତାକୁ ଏତେ ଏତେ ଦିନ ମାନେ ଗୋଟେ 3 ଦିନ ହେଲାଣି କାଲିଠୁ ଆମକୁ ଲୋକ ବି ମାନେ ପବ୍ଲିକ ବି ଦରକାର ପଡ଼ିଲେ ଆମକୁ ବିରୋଧ କରିବା ଆରମ୍ଭ କରିବେ, ତମେ କାହିଁ ଏତେ ଏତେ ଦିନ କରିବ ବୋଲିକି। ନିହାତି ଭାବରେ ଇଏ ଆମେ ସ୍ୱାଭାବିକ ବର୍ତ୍ତମାନ କଥା। ନ୍ୟାୟ ପାଇବୁ କେମିତି ଆଜ୍ଞା? ନିହାତି ଭାବରେ ଇଏ ଯୋଉ ତ ଆପଣଙ୍କର ଦାବି, ଏଇ ବିଜେପି ସରକାର ଆସିବା ପରଠୁ ଏଇ ଦାବି ନା ବିଜେଡି ନାଇଁ ନାଇଁ, ଯେତେବେଳେ ଏଇଟା ଥିଲା? 5 ବର୍ଷ 5.5 ବର୍ଷ ହେଲାଣି ଏ ଦାବିକୁ ନେଇକି ଆମେ ସରକାରଙ୍କ ପାଖକୁ ଦୌଡୁଛୁ। ସରକାର ବିଜେପି ହଉ ଚାହେ ବିଜେଡି ହଉ, ଆଜ୍ଞା ସରକାର ଗୋଟେ, କିନ୍ତୁ ସରକାର ଚଲେଇବା ଲୋକ ମାନେ ନେତା ହେଇକି ଆସିଥାନ୍ତି। ହୁଁ ନେତା ଆସିକି ସରକାର ଚଲାଇଥାନ୍ତି, କିନ୍ତୁ ସରକାର ଗୋଟେ, ଆମେ 5 ବର୍ଷ ହେଲାଣି ସରକାରଙ୍କୁ ଅନୁରୋଧ କରୁଛୁ। ମାନେ କେତେଟା ଦାବି ତ ଥିବ ନା, କିଛି ଦାବି ଭିତରୁ କିଛି ଆଜ୍ଞା ତ ଆମେ ପୂରଣ ହେଇଥିବ। ଦେଖନ୍ତୁ, ବର୍ତ୍ତମାନ ଆମର ମାନେ 7ଗୋଟି ଦାବି ଆମେ ଦେଇଥିଲୁ। 7ଟି ପୂର୍ବରୁ ଦାବି। ଗତ ସରକାରରେ ଗୋଟେ ହୁଁ ଦାବି ପୂରଣ ହେଇଥିଲା। କଣ ସେଇଟା ପୂରଣ ହେଇଥିଲା? ଯୋଉଟା ଆମର ଇନ୍ସୁରାନ୍ସ ମାଗିଥିଲୁ ଆମେ, ଯେ ଗାଡିରେ ଆକ୍ସିଡେଣ୍ଟ ହେଇକି ମରିଗଲେ ଡ୍ରାଇଭର ଯେତେବେଳେ ମରିଯାଉଛି, ହୁଁ ସେତେବେଳେ ମାନେ ତାକୁ କେହି ମାନେ କୁଆଡୁ କିଛି ଯୋଉଟା କି ସାହା ବା କେହି ନାହାନ୍ତି, ହୁଁ ତା ଲାଶ ବି ଦରକାର ବଳେ ପହଞ୍ଚି ପାରୁନି ତା ଘରକୁ। ଆଚ୍ଛା ଏବେ ସଂଗଠନ ହେଲା ମାଧ୍ୟମରେ ଆମେ ଗୋଟେ ସୁବିଧା ହେଇଗଲାନି, ନହେଲେ ମାନେ ଗୋଟେ ତା ଲାଶ କୁକୁର ଖାଇଲା ଭଳିଆ ପରିସ୍ଥିତି ପୁରା ଥିଲା। ଆଚ୍ଛା ମାନେ ତାକୁ ଗୋଟେ ସହାୟତା ପାଇଁ ଅନୁରୋଧ କରିଥିଲୁ ସରକାରଙ୍କୁ, ଯୋଉଟା କି ଆମେ ଡିମାଣ୍ଡ ତ ଅଧିକା କରିଥିଲୁ, କିନ୍ତୁ ସେଟା ପୂରଣ ହେଇଥିଲା 2 ଲକ୍ଷ ଏବଂ 4 ଲକ୍ଷରେ, ମାନେ ନର୍ମାଲ ଡେଥରେ 2 ଲକ୍ଷ, ଆକ୍ସିଡେଣ୍ଟାଲ ଡେଥରେ 4 ଲକ୍ଷ ଆଜ୍ଞା, ପ୍ରତ୍ୟେକ ଡ୍ରାଇଭର ପାଉଥିଲେ। ସେ ଗୋଟିଏ ଦାବି ହିଁ ଆଉ ଆପଣଙ୍କର ସେ ପୂରଣ ଗୋଟିଏ ହେଇଛି। ଦାବି ସେ ସମୟରେ ହେଇଛି, ଆଉ ଆମର ୱେଲଫେୟାର ବୋର୍ଡ ଟା ଗଢା ହେଇଛି, କିନ୍ତୁ ତାପରେ ଆଉ କିଛି ମାନେ ହେଇପାରୁନି। ଆମେ ଯେହେତୁ ଆମକୁ କିଛି ସମସ୍ୟା ହୁଁ ସବୁବେଳେ ଆସୁଛି, ସେ ସମସ୍ୟାର ନିହାତି ସମାଧାନ ଦରକାର, କିନ୍ତୁ
एते किसी कष्ट भी नाही ता भितरे किंतु तथापि सरकार कोन ପାଇଁ एते माने ये होउजंती ନିହାତି ଭାବରେ ଆପଣଙ୍କର ତାହେଲେ 7ଟା ଦାବି 7ଟି ଦାବିରୁ ଗୋଟିଏ ପୂରଣ ହେଇଛି ଆହୁରି 6ଟି ବାକି ଅଛି ଦାବି ଯାହାକି ଆପଣ ସରକାରଙ୍କ ପାଖରେ ଅନୁରୋଧ କରୁଛନ୍ତି ଯେ ଏଇ ସବୁ ଦାବିକୁ ପୂରଣ କରାଯାଉ କିନ୍ତୁ ଏପର୍ଯ୍ୟନ୍ତ ବି ଆପଣଙ୍କର କୌଣସି ଦାବି ଏ 6ଟି ଦାବି ଭିତରୁ କିଛି ବି ପୂରଣ ହେଇପାରୁନି आज्ञा ଆପଣଙ୍କର ଆଗାମୀ କଣ ପଦକ୍ଷେପ ସବୁ ରହିଛି କଣ देखिबा आज्ञा नहले आ कोन करबा नहले देखबो जोडा विचार करिवु किंतु आगामी दिन रे आंदोलन बेसी दिन आ करिवुनी ହୁଁ जदि करिवु भाई मान को जदि डिमांड रहबो का भांति न दाउ रहबो अनिर्दिष्ट काल ପାଇଁ कहितले भी ଆପଣ ଯୋଉ ଆନ୍ଦୋଳନ କରୁଛନ୍ତି ସବୁ ଡ୍ରାଇଭର ସଂଘଙ୍କର ୟୁନିଟି ଅଛି ନା ସେମାନେ ଅଲଗା ଅଲଗା ସେମାନଙ୍କର ମତ ସବୁ ଅଲଗା नहीं ଅଛି एथिरे सुनंतु ହୁଁ आमो ड्राइवर भाई मान तो यूनिटी हमर गुटे संघ आउ हमकु आउ तीनटी संघ सहयोग करिजंती ହୁଁ ओडिशा ड्राइवर महासंघ ओडिशा ऑल ओडिशा परिवहन चालक संघ ହୁଁ तापरे ओइ जो हमरो कलिंग ऑटो महासंघ ଆଚ୍ଛା आउ नाइट हेल्प कैब ट्रस्ट ହୁଁ ए चारटा संघ होई कि ड्राइवर एकता महामंच गढ़ा जे से एकता महामंच जरिया लड़ुछु किंतु एठी कोन होची कि सदस्य अधिक महासंघ रो सब माने सबरो बड़ संगठनटा महासंघ से हिसाब रे ଆଜ୍ଞା